ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନେଇ ନୂଆ ଅପଡେଟ୍। ଭାରତର ସମସ୍ତ ଚାଷୀଙ୍କ ପାଇଁ ଖୁସି ଖବର। 22ତମ କିସ୍ତି ଆସିବା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପାଇବାକୁ ଯାଉଛନ୍ତି। ଦେଖନ୍ତୁ, ଯଦି ଆପଣ ପିଏମ୍ କିଷାନର ଜଣେ ହିତାଧିକାରୀ, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ତରଫରୁ ପିଏମ୍ କିଷାନରେ 22ତମ କିସ୍ତିକୁ ନେଇ ସରକାର ମଧ୍ୟ ବଡ଼ ଘୋଷଣା ଜାରି କରିଛନ୍ତି ସମସ୍ତ ପିଏମ୍ କିଷାନର ହିତାଧିକାରୀମାନଙ୍କ ପାଇଁ। ଯେଉଁ ଚାଷୀ ଭାଇମାନେ 21ତମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କ'ଣ ରହିଛି ନୂଆ ଅପଡେଟ୍। ଯେଉଁ ହିତାଧିକାରୀମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି, 22ତମ କିସ୍ତି ଟଙ୍କା ପାଇବାକୁ ହେଲେ ସେମାନଙ୍କୁ କ'ଣ କରିବା ପାଇଁ ପଡ଼ିବ? ପିଏମ୍ କିଷାନରେ ନୂଆ କିଛି ପରିବର୍ତ୍ତନ ହୋଇଛି କି? ପିଏମ୍ କିଷାନର କିସ୍ତି ଟଙ୍କା ବଢ଼ିବ କି? ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ନୂଆ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ବିଷୟରେ ଏବଂ ସେହି ଯୋଜନାରେ ଆପଣମାନେ କେମିତି ଆବେଦନ କରିବେ, ଯେଉଁ ଯୋଜନାରେ ଆପଣମାନେ ସାମିଲ ହେଇଛନ୍ତି, ସେହି ଯୋଜନାର ନୂଆ ଅପଡେଟ୍ ଆପଣ ଏହି ଚ୍ୟାନେଲରୁ ହିଁ ଜାଣିବାକୁ ପାଇବେ। ଦେଖନ୍ତୁ, ଭାରତର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ଖୁସି ଖବର। କାରଣ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ଏହି ନୂଆ ବର୍ଷ ଜାନୁଆରୀ ମାସରୁ ଆସିବା ଆରମ୍ଭ ହେବ। ଯେପରି 1 ମେରୁ 12 ମେ ପର୍ଯ୍ୟନ୍ତ ସମସ୍ତଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିଥିଲା, ଏଥର ମଧ୍ୟ ପ୍ରତ୍ୟେକଙ୍କ ଆକାଉଣ୍ଟରେ 2000 ଟଙ୍କା ସିଧାସଳଖ ଜମା ହେବ। ଏହି ଯୋଜନା 2019 ମସିହାରେ ଆରମ୍ଭ ହୋଇଥିଲା, ଆପଣ ସମସ୍ତେ ଜାଣିଥିବେ, ଏବଂ ଏପର୍ଯ୍ୟନ୍ତ ପ୍ରାୟ 98 ନିୟୁତ ଚାଷୀ ଉପକୃତ ହୋଇସାରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, 22ତମ କିସ୍ତିରେ ଚାଷୀ ଭାଇମାନଙ୍କୁ ଏକା ବେଳେ 2ଟି କିସ୍ତି ମିଳିବ। କେଉଁ ଚାଷୀ ଭାଇମାନଙ୍କୁ 2ଟି କିସ୍ତି ଏକା ବେଳେ ମିଳିବ? ଯେଉଁ ଚାଷୀ ଭାଇମାନେ 21ତମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନଙ୍କର କୌଣସି ଅସୁବିଧା ଯୋଗୁଁ ସେମାନଙ୍କ ଖାତାରେ 21ତମ କିସ୍ତି ଟଙ୍କା ଆସିପାରିନଥିଲା। ଯଦି ଆପଣମାନେ 22ତମ କିସ୍ତି ପୂର୍ବରୁ ସମସ୍ତ ଅସୁବିଧା ଗୁଡ଼ିକକୁ ସମାଧାନ କରି ନେଇଥିବେ, ତାହେଲେ ଆପଣମାନଙ୍କୁ ଏହି 22ତମ କିସ୍ତିରେ 2ଟି କିସ୍ତି ଏକା ସାଙ୍ଗରେ ମିଳିବ। ଏହି ଯୋଜନାରେ ସମସ୍ତ ଚାଷୀ ଭାଇମାନେ ଉପକୃତ ହେଇପାରୁଛନ୍ତି। ଯେଉଁମାନଙ୍କ ପାଖରେ କେବଳ ଜମି ରହିଛି, ଆପଣ ଯେକୌଣସି ଚାଷ କରନ୍ତୁ ନା କାହିଁକି, ଏହି ଯୋଜନାରେ ପ୍ରାୟ 98 ନିୟୁତ ଚାଷୀ ଉପକୃତ ହେଉଛନ୍ତି। ସରକାର ସମୟ ସମୟରେ ଚାଷୀମାନଙ୍କୁ କିସ୍ତି ବଣ୍ଟନ କରୁଛନ୍ତି, ଯାହାଦ୍ୱାରା ଛୋଟ ଏବଂ ବଡ଼ ଉଭୟ ଚାଷୀ ଉପକୃତ ହେଉଛନ୍ତି। ଯେଉଁମାନେ 2000 ଟଙ୍କା କିସ୍ତି ଦ୍ୱାରା ଖୁସି ହେଉଛନ୍ତି। ଆସନ୍ତୁ ଜାଣିବା କୃଷକମାନଙ୍କ ପାଇଁ ଖୁସି ଖବର। ସେମାନେ ଟଙ୍କା ପାଇବା ଆରମ୍ଭ କରିବାକୁ ଯାଉଛନ୍ତି। ଦେଖନ୍ତୁ, ଏହି ଯୋଜନା କେନ୍ଦ୍ର ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା, ଯାହା କ୍ଷୁଦ୍ର ଏବଂ ମଧ୍ୟମ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ। ଏହି ଯୋଜନା ଅଧୀନରେ ବାର୍ଷିକ 6000 ଟଙ୍କା 3ଟି କିସ୍ତିରେ, ଅର୍ଥାତ୍ ପ୍ରତି 4 ମାସରେ 2000 ଟଙ୍କା ଲେଖାଏଁ ପ୍ରଦାନ କରାଯାଏ। ଏହି ଟଙ୍କା ସିଧାସଳଖ ଲାଭ ହସ୍ତାନ୍ତର ଅର୍ଥାତ୍ ଡିବିଡି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଏ, ଯାହା ମଧ୍ୟସ୍ଥିଙ୍କ ହସ୍ତକ୍ଷେପକୁ ଦୂର କରିଥାଏ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଆବଶ୍ୟକତା ପାଇଁ ପାଣ୍ଠି ଯୋଗାଇବା, ସେମାନଙ୍କ ଫସଲ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି ଜାରି ଖବର ବିଷୟରେ। ବହୁ ଚାଷୀ ଭାଇମାନେ କିସ୍ତି ଟଙ୍କା ପାଇ ଆସୁଛନ୍ତି। ଯେମିତିକା 9.8 କୋଟି ଚାଷୀଙ୍କୁ 22,000 କୋଟି ଟଙ୍କାରୁ ଅଧିକ ସହାୟତା ମିଳିଛି। ଏଥର ମଧ୍ୟ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି ଯେ ଟଙ୍କା ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଯିବ।
କାରଣ ଏହା ଛୋଟ ଚାଷୀଙ୍କ ପାଇଁ ବହୁତ ଭଲ ଖବର। ଚାଷୀମାନେ ବହୁ ଦିନ ଧରି ଅପେକ୍ଷା କରିଥିବାରୁ ଟଙ୍କା ବହୁ ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମାଧ୍ୟମରେ ଏକ ଅପଡେଟ୍ ଜାରି କରାଯାଇଛି। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିଷାନର ଲାଭ କିଏ ନେବେ। ଦେଖନ୍ତୁ, ଏହି ଯୋଜନା କେବଳ ସେହି ଚାଷୀଙ୍କ ପାଇଁ ଯେଉଁମାନଙ୍କର କୃଷି ଜମି ଅଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଚାଷୀ ଭାଇମାନେ 21ତମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନଙ୍କର ବକେୟା କିସ୍ତି ଟଙ୍କା ସେମାନେ କେମିତି ପାଇବେ? ଯେଉଁ ଚାଷୀ ଭାଇମାନେ ଲଗାତାର କିସ୍ତି ଟଙ୍କା ପାଇ ଆସୁଛନ୍ତି, ସେମାନେ ମଧ୍ୟ କ'ଣ କରିବା ଉଚିତ? ଦେଖନ୍ତୁ, ଆପଣମାନଙ୍କର ପିଏମ୍ କିଷାନର କିସ୍ତି ଟଙ୍କା ଅଟକି ନ ଯାଉ, ସେଥିପାଇଁ ମୁଁ ଆପଣମାନଙ୍କୁ ଭିଡ଼ିଓଟିକୁ ପ୍ରୋଭାଇଡ଼ କରିଛି। 22ତମ କିସ୍ତି ଆସିବା ପୂର୍ବରୁ ଆପଣମାନେ ଏହି ସମସ୍ତ ପ୍ରକ୍ରିୟା କରିନିଅନ୍ତୁ। ଯଦି ବକେୟା କିସ୍ତି ଆପଣମାନଙ୍କର ରହିଛି, ତାହା ମଧ୍ୟ ଆପଣ ପାଇପାରିବେ ଏହି କାମ ଯଦି ଆପଣମାନେ କରିନେବେ। ପ୍ରଥମ କାମଟି ହେଲା ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରାଇ ନେବା ଆବଶ୍ୟକ। 2 ନମ୍ବର କାମଟି ହେଲା EKYC ସମାପ୍ତ କରିବା ବାଧ୍ୟତାମୂଳକ। 3 ନମ୍ବର କାମଟି ହେଲା ଯଦି ଡକୁମେଣ୍ଟସ୍ ଗୁଡ଼ିକରେ କୌଣସି ତ୍ରୁଟି ଥାଏ, ତେବେ ତାହାକୁ ସଂଶୋଧନ ତୁରନ୍ତ କରିନିଅନ୍ତୁ। ପିଏମ୍ କିଷାନ ଯୋଜନାରେ କେଉଁମାନେ କିସ୍ତି ଟଙ୍କା ପାଇବେ ନାହିଁ? ଦେଖନ୍ତୁ, ଅଣକୃଷକ, ବଡ଼ ଜମି ମାଲିକ କିମ୍ବା ସରକାରୀ କର୍ମଚାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଆସନ୍ତୁ ଜାଣିବା ପିଏମ୍ କିଷାନର ସ୍ଥିତି ଏବଂ EKYC କିପରି ଆପଣ କରିବେ। ଆସନ୍ତୁ ଜାଣିବା ପିଏମ୍ କିଷାନର ସ୍ଥିତି ଆପଣ କେମିତି ଦେଖିବେ ଏବଂ EKYC କିପରି କରିବେ। ଦେଖନ୍ତୁ, ଆପଣମାନଙ୍କର 22ତମ କିସ୍ତିର ସ୍ଥିତି ଯାଞ୍ଚ କରିବାକୁ ଆପଣମାନେ pmkisan.gov.in କୁ ଆପଣ ଭିଜିଟ୍ କରିପାରିବେ। ଏହି ଭିଡ଼ିଓର ଡିସ୍କ୍ରିପ୍ସନରେ ମୁଁ ଲିଙ୍କ ଦେଇଦେଇଛି। ଆପଣମାନେ ସେ ଲିଙ୍କ ଉପରେ କ୍ଲିକ୍ କରି ସିଧାସଳଖ ୱେବସାଇଟ୍ରେ ପହଞ୍ଚି ପାରିବେ। ତାପରେ କୃଷକ କର୍ଣ୍ଣର ଯେଉଁ ରହିଛି ଅନ୍ତର୍ଗତ ଉପଭୋକ୍ତା ସ୍ଥିତି ଉପରେ ଆପଣ କ୍ଲିକ୍ କରିବେ। ଆପଣମାନଙ୍କର ସ୍ଥିତି ଯାଞ୍ଚ କରିବାକୁ ଆପଣମାନଙ୍କର ଆଧାର ନମ୍ବର, ମୋବାଇଲ ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ଆପଣ ପ୍ରବେଶ କରାଇ ନେବେ। EKYC ପାଇଁ ୱେବସାଇଟ୍ର EKYC ବିକଳ୍ପକୁ ଚୟନ କରନ୍ତୁ ଏବଂ OTP କିମ୍ବା ଫେସ୍ ଅଥେଣ୍ଟିକେସନ୍ ବ୍ୟବହାର କରି ଯାଞ୍ଚ କରନ୍ତୁ। ଯଦି ଆପଣମାନଙ୍କର କୌଣସି ସମସ୍ୟା ଅଛି, ତେବେ ଆପଣମାନଙ୍କର ନିକଟସ୍ଥ ଜନସେବା କେନ୍ଦ୍ର ଅର୍ଥାତ୍ CSC କିମ୍ବା ଆଧାର ସେବା କେନ୍ଦ୍ରକୁ ଯାଆନ୍ତୁ। ଦେଖନ୍ତୁ, EKYC ବିନା କିସ୍ତି ପେମେଣ୍ଟ କ୍ରେଡିଟ୍ ହେବ ନାହିଁ। କିସ୍ତି ଟଙ୍କା ଆସିବା ପୂର୍ବରୁ ସମସ୍ତ ଚାଷୀ ଭାଇମାନଙ୍କୁ ମଧ୍ୟ ସରକାର ଏହି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି। କିସ୍ତି ଟଙ୍କା ପଠାଇବା ପୂର୍ବରୁ ଆପଣମାନଙ୍କର ଯାହା ବି ସମସ୍ୟା ରହିଛି, ସେହି ସମସ୍ୟା ଦିଗରେ ଆପଣମାନେ କେମିତି କାର୍ଯ୍ୟ କରିବେ, ତାର ସୂଚନା ମଧ୍ୟ ଆପଣ ଏହି ହେଲ୍ପଲାଇନ୍ ନମ୍ବରରୁ ହିଁ ପାଇପାରିବେ। ଦେଖନ୍ତୁ, ଚାଷୀମାନଙ୍କୁ ସମୟ ମଧ୍ୟରେ ସେମାନଙ୍କର ଆଧାର, ବ୍ୟାଙ୍କ ଆକାଉଣ୍ଟ ଏବଂ ଜମି ରେକର୍ଡ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଉଛି। ଯଦି ଆପଣମାନଙ୍କର ନାମ ତାଲିକାରୁ ନାହିଁ, ତେବେ ପ୍ରଧାନମନ୍ତ୍ରୀ କିଷାନ ହେଲ୍ପଲାଇନ୍ ନମ୍ବର 155261 କିମ୍ବା 011243000606ରେ ଯୋଗାଯୋଗ କରନ୍ତୁ। ଆପଣ pmkisan-ict@government.in ରେ ମଧ୍ୟ ଇମେଲ କରିପାରିବେ। ଆପଣମାନଙ୍କର ଯାହା ବି ସମସ୍ୟା ରହିଛି, ଯେଉଁ ସମସ୍ୟାଟି ପରିଲିଖିତ ହେଉଛି, ସେହି ସମସ୍ୟାର ସ୍କ୍ରିନଶଟ୍ ଆପଣମାନେ ନେଇ ନିଅନ୍ତୁ। ଇମେଲ ସହିତ ଆଟାଚମେଣ୍ଟ କରି ଯାହା ବି ସମସ୍ୟା ହେଇଛି ଆପଣ ଲେଖି ଏହି ଇମେଲକୁ ଆପଣ ସେଣ୍ଡ କରିଦିଅନ୍ତୁ। ଦେଖନ୍ତୁ, ଫ୍ଲିପକାର୍ଟରେ ବଢ଼ିଆ ବଢ଼ିଆ ଫଟୋ ମିଳୁଛି। ଆପଣଙ୍କ ଘର କାନ୍ଥରେ ଲଗେଇବେ, ବହୁତ ସୁନ୍ଦର ଲାଗିବ। ଏହି ଭିଡ଼ିଓରେ ସେ ଫଟୋ ଗୁଡ଼ିକର ଲିଙ୍କ ମୁଁ ପ୍ରୋଭାଇଡ଼ କରିଦେଇଛି। ଆପଣଙ୍କ ମନ ପସନ୍ଦର ଫଟୋ ଗୁଡ଼ିକ ଆପଣ ଅର୍ଡ଼ର କରିପାରିବେ।